ମୁଁ ଜାଣିଛି ଆମ ଓଡ଼ିଆ ଘରେ ପ୍ରତ୍ୟେକ 7-8 ଦିନର ଥରେ ଏଇ ଭେଣ୍ଡି ଆଳୁ ଆମ୍ବୁଲ ବେସର ବନୁଥିବ, କିନ୍ତୁ ୟାର ଟେଷ୍ଟ ଯିଏ ପାଇଛି ସିଏ ହିଁ ମଜା ଜାଣିଛି। ବନେଇବା ଏତେ ସହଜ ଆଉ ଖାଇବା ପାଇଁ ଏତେ ଟେଷ୍ଟି, ସେଥିପାଇଁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ପ୍ରଥମେ 8ରୁ 10ଟା ଭେଣ୍ଡିକୁ ପରିଷ୍କାର କରିକି ଧୋଇକି ଏମିତି ମିଡିୟମ୍ ସାଇଜରେ କାଟି ନେବା। ଆଉ ଆମ ଓଡ଼ିଆ ଘର ଆଳୁ ବିନା ରେସିପି ପୁରା ଅଧୁରା। 2ରୁ 3ଟା ଆଳୁକୁ ଚୋପା ଛଡ଼େଇକି ଛୋଟ ଛୋଟ କରି କାଟି ନେବା। ଗ୍ୟାସ୍ ଅନ୍ କରିକି କଢ଼େଇରେ ତେଲ ଲୁଣ ହଳଦୀ ଦେଇକି ଭେଣ୍ଡିକୁ ଭଲସେ ଭାଜିକି ପ୍ଲେଟକୁ କାଢି ନେବା। ସେମ୍ କଢ଼େଇରେ 2ରୁ 3 ଚାମଚ ତେଲ, ହାଫ୍ ଚାମଚ ଫୁଟଣ ଫୁଟେଇକି କାଟିଥିବା ଆଳୁକୁ ଦେଇଦେବା। ସ୍ୱାଦ ଅନୁସାରେ ଲୁଣ ହଳଦୀ, ଗୋଟେ ବଡ଼ ପିଆଜ କଟା ଦେଇକି ଆଳୁ ସିଝିବା ପର୍ଯ୍ୟନ୍ତ ଘୋଡ଼େଇ ଘୋଡ଼େଇ ଭାଜି ନେବା। ଏହି ସମୟରେ ମସଲା ପାଇଁ ଗୋଟେ ଗ୍ରାଇଣ୍ଡର ଜାରରେ ସୋରିଷ, ଜିରା, ରସୁଣ, ପିଆଜ, 2ଟା ଶୁଖିଲା ଲଙ୍କା ଅଳ୍ପ ପାଣି ଦେଇକି ପେଷ୍ଟ କରିନେବା। ଭାଜିଥିବା ଆଳୁରେ ଗୋଟେ ଚାମଚ କାଶ୍ମୀରୀ ଲଙ୍କାଗୁଣ୍ଡ, 1.5ରୁ 2 ଚାମଚ ସୋରିଷ ମସଲା ଦେଇକି 1ରୁ 2 ସେକେଣ୍ଡ ଭଲସେ କଷିଲା ପରେ ଗୋଟେ ବଡ଼ ସାଇଜରେ ଟମାଟୋ ଦେଇଦେବା। ଟମାଟୋ ସିଝିବା ପାଇଁ ଅଳ୍ପ ପାଣି ଦେଇକି ମାତ୍ର 2ରୁ 3 ସେକେଣ୍ଡ ଘୋଡ଼େଇ ଦେବା। ଢାଙ୍କୁଣି ଖୋଲିକି ହାଲକା ଚଲେଇଲା ପରେ ପୂର୍ବରୁ ଭାଜିଥିବା ଭେଣ୍ଡିକି ଦେଇକି ଆଳୁ ମସଲା ସହିତ ଭେଣ୍ଡିକୁ 1ରୁ 2 ମିନିଟ୍ କଷିଲା ପରେ ଆବଶ୍ୟକ ଅନୁସାରେ ପାଣି ଦେଇଦେବା। ତରକାରୀର ମେନ୍ ଜିନିଷ ମାନେ ଖଣ୍ଡେ ଆମ୍ବୁଲ ପକେଇକି 2ରୁ 3 ମିନିଟ୍ ଘୋଡ଼େଇକି ଫୁଟେଇଲା ପରେ ଲାଷ୍ଟରେ ଅଳ୍ପ ଟିକେ କଟା ଧନିଆ ପତ୍ର ଦେଇକି ଏଠି ରେଡି କରିଦେବା ଭେଣ୍ଡି ଆଳୁ ଆମ୍ବୁଲ ବେସର। ସେମ୍ ପ୍ରୋସେସରେ ଘରେ ଥରେ ନିହାତି ଟ୍ରାଏ କରନ୍ତୁ ଆଉ ଥାଳିଏ ଜାଗାର 2 ଥାଳି ଭାତ ଖାଆନ୍ତୁ। ରହୁଛି ନମସ୍କାର, ପୁଣି ଦେଖା ହବ ଆଉ ଗୋଟେ ନୂଆ ଭିଡ଼ିଓରେ।